नमस्कार दर्शक बंधु। राशि चक्र रे ग्रह मानकर परिवर्तन अनुसार व्यक्तिर कुंडली रे अनेक परिवर्तन हेउथिबार जणा जाए। ଯେଉଁ ସମୟରେ ଗ୍ରହ ନକ୍ଷତ୍ର ନିଜର ସ୍ଥିତି ବଦଳାଇ ଥାନ୍ତି, ଏହାର ଶୁଭ ଓ ଅଶୁଭ ଫଳର ପ୍ରଭାବ ସେହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ। ତେବେ ଦର୍ଶକ ବନ୍ଧୁ, ଆଗକୁ ପବିତ୍ର ରଜ ସଂକ୍ରାନ୍ତି ବା ଯାହାକୁ ଆମେ ମିଥୁନ ସଂକ୍ରାନ୍ତି ବୋଲି କହିଥାଉ, ତାହା ପଡ଼ିବା ପାଇଁ ଯାଉଛି। ତେଣୁ ଏହି ରଜ ସଂକ୍ରାନ୍ତି ପରଠାରୁ ଏହି 5ଗୋଟି ରାଶିର ଗ୍ରହ ନକ୍ଷତ୍ରମାନଙ୍କର ଅବସ୍ଥାନ ବଦଳାଉଥିବାରୁ ସେହି 5ଟି ରାଶି ଉପରେ ମଧ୍ୟ ଏହାର ଅନେକ କିଛି ପ୍ରଭାବ ପଡ଼ିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ କ'ଣ କ'ଣ। ପ୍ରଥମେ କୁମ୍ଭ ରାଶି। ଏହି ରାଶିର ଲୋକଙ୍କର ରାଜଯୋଗ କାରଣରୁ ଏମାନଙ୍କୁ ନିରନ୍ତର ଆର୍ଥିକ ଲାଭ ହେବ। ଭୌତିକ ସୁଖ ସୁବିଧା ସବୁ ମିଳିବ। ଚାକିରି ଆଶାରେ ଥିବା ଲୋକଙ୍କୁ ଚାକିରି ମିଳିବାର ଭଲ ଖବର ପ୍ରାପ୍ତ ହୋଇପାରେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବ। ଯେଉଁ କାର୍ଯ୍ୟରେ ହାତ ଦେବେ ତାହାକୁ ଆପଣ ପୂରା କରିକି ଛାଡ଼ିବେ। ମିଥୁନ ରାଶି। ରଜ ସଂକ୍ରାନ୍ତି ପରଠାରୁ ଏହି ମିଥୁନ ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କୁ ପ୍ରଚୁର ଲାଭ ମିଳିବାକୁ ଯାଉଛି। ଶତ୍ରୁମାନେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି, ହେଲେ ସେମାନେ ନିଜର ବ୍ୟର୍ଥ ଚେଷ୍ଟାରେ ନିହାତି ବିଫଳ ହେବେ। ଆପଣ ଯଦି ସତ୍କର୍ମରେ କରୁଥିବେ, ତେବେ କୌଣସି ଖରାପ ଶକ୍ତି ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ। ତୃତୀୟରେ ବୃଷ ରାଶି। ଏହି ବୃଷ ରାଶିର ଲୋକଙ୍କର ରଜ ସଂକ୍ରାନ୍ତି ପରଠାରୁ ଦିନଗୁଡ଼ିକ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଛନ୍ତି। ଶ୍ରମିକ ତଥା ଅଧିକ ପରିଶ୍ରମ କାର୍ଯ୍ୟ କରୁଥିବା ଲୋକଙ୍କର ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ପାରିବାରିକ ଜୀବନ ଭଲ ରହିବ। ସିଂହ ରାଶି। ସିଂହ ରାଶିର ଲୋକମାନେ ଅନ୍ୟ ରାଶିର ଲୋକମାନଙ୍କ ପରି ମାଲାମାଲ ହେବାକୁ ଯାଉଛନ୍ତି। ତେଣୁ ଆପଣ କରୁଥିବା କାର୍ଯ୍ୟରେ ଆପଣଙ୍କୁ ନିଶ୍ଚିନ୍ତ ସୁଫଳ ମିଳିବ। ଜୀବନରେ ଲାଗି ରହିଥିବା ସମସ୍ୟା ଗୋଟି ଗୋଟି ଦୂର ହେବ। ତୁଳା ରାଶି। ଆପଣଙ୍କ ପରିବାରରେ ହସଖୁସିର ମାହୋଲ ରହିବାକୁ ଯାଉଛି। ଜୀବନରେ ଆପଣ ଏହି ସମୟରେ ଖୁବ୍ ଉନ୍ନତି କରିପାରିବେ। ଆପଣଙ୍କ ଦ୍ୱାରା କରାଯାଇଥିବା ଭଲ କର୍ମ କେବେ ବି ବ୍ୟର୍ଥ ଯିବ ନାହିଁ। ତେଣୁ ଆପଣ ନିଜ କର୍ମ ସବୁବେଳେ କରିଚାଲନ୍ତୁ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ପସନ୍ଦ ଆସିଥିବ, ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଧନ୍ୟବାଦ।